ମାତା ଲକ୍ଷ୍ମୀ ଓ ଲକ୍ଷ୍ମୀ ଦୁଇ ଭଉଣୀଙ୍କ କାହାଣୀ। ମାତା ଲକ୍ଷ୍ମୀଙ୍କର ଏକ ବଡ଼ ଭଉଣୀ ଅଛନ୍ତି ଯାହାର ନାମ ଦେବୀ ଅଲକ୍ଷ୍ମୀ। ଦେବୀ ଅଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଉଥିବା ବେଳେ ଦେବୀ ଅଲକ୍ଷ୍ମୀଙ୍କୁ ଦାରିଦ୍ର୍ୟ, ଅଳସୁଆ ଓ ଦୁର୍ଭାଗ୍ୟ ବୋଲି ମନେ କରାଯାଏ। ଶାସ୍ତ୍ର ଅନୁଯାୟୀ ଦେବୀ ଅଲକ୍ଷ୍ମୀଙ୍କର ଆଖି ନାଲି ରହେ। ସେ ସବୁବେଳେ କଳା ବସ୍ତ୍ରରେ ରହିବାକୁ ପସନ୍ଦ କରନ୍ତି। ଶିବ ପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଦେବୀ ଅଲକ୍ଷ୍ମୀଙ୍କ ପୂର୍ବରୁ ଦେବୀ ଅଲକ୍ଷ୍ମୀଙ୍କର ଉପସ୍ଥିତି ହୋଇଥିଲା। ସେଥିପାଇଁ ଦେବୀ ଲକ୍ଷ୍ମୀଙ୍କୁ ବଡ଼ ଭଉଣୀ କୁହାଯାଏ। ଦେବୀ ଲକ୍ଷ୍ମୀ ଓ ଦେବୀ ଅଲକ୍ଷ୍ମୀ ଦୁଇ ଭଉଣୀଙ୍କ ପାଖରେ ରହିବାକୁ ଘର ନଥିଲା। ଦୁଇ ଭଉଣୀ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ ଓ କହିଲେ, ହେ ସୃଷ୍ଟିକର୍ତ୍ତା, ଆମକୁ ରହିବାକୁ ସ୍ଥାନ ଦିଅନ୍ତୁ। ଆମ ପାଖରେ ରହିବାକୁ କୌଣସି ସ୍ଥାନ ନାହିଁ। ଭଗବାନ ବିଷ୍ଣୁ ଓସ୍ତ ଗଛକୁ ବରଦାନ ଦେଇଥିଲେ, ଯେଉଁ ବ୍ୟକ୍ତି ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବେ ତାଙ୍କର କେବେ ଧନର ଅଭାବ ରହିବନି। ଭଗବାନ ଦୁଇ ଭଉଣୀଙ୍କୁ କହିଲେ, ତୁମେମାନେ ଆଜିଠୁ ସେହି ଓସ୍ତ ଗଛରେ ବାସ କର। ଗୋଟିଏ ଦିନ ଭଗବାନ ବିଷ୍ଣୁ ଲକ୍ଷ୍ମୀଙ୍କ ପାଖକୁ ଯାଇକି କହିଲେ, ଦେବୀ ଲକ୍ଷ୍ମୀ, ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଁଛି। ଏହା ଶୁଣି ଦେବୀ ଅଲକ୍ଷ୍ମୀ କହିଲେ, ପ୍ରଭୁ, ଆପଣ ମୋତେ ପତି ରୂପରେ ମିଳିବେ, ମୁଁ ବହୁତ ଖୁସି। ହେଲେ ବଡ଼ ଭଉଣୀ ଥାଉ ଥାଉ ମୁଁ କେମିତି ବିବାହ କରିବି? ସେ ବିବାହ କରି ସାରିଲା ପରେ ଯାଇ ମୁଁ ବିବାହ କରିବି। ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ତାହେଲେ କୁହ ଅଲକ୍ଷ୍ମୀ, ତୁମେ କେମିତି ବର ଚାହୁଁଛ? ଅଲକ୍ଷ୍ମୀ କହିଲେ, ମୁଁ ଏମିତି ଏକ ବର ଚାହୁଁଛି ଯିଏ କେବେ ପୂଜା ପାଠ କରୁନଥିବେ। ସେ ମୋତେ ଏମିତି ଜାଗାରେ ରଖିବେ ସେଠି କେହି ବି ପୂଜା ପାଠ କରୁନଥିବେ। ଭଗବାନ ବିଷ୍ଣୁ ସବୁ ଶୁଣି ସାରି ଅଦାଲତ ନାମକ ଜଣେ ଋଷି ଅଲକ୍ଷ୍ମୀଙ୍କ ବିବାହ କଲେ। ଯେତେବେଳେ ଋଷି ଅଲକ୍ଷ୍ମୀଙ୍କୁ ନେଇ ଆଶ୍ରମକୁ ଗଲେ, ଅଲକ୍ଷ୍ମୀ କୁଟୀର ଭିତରକୁ ଯିବାକୁ ମନା କଲେ। ଏହା ଦେଖି ଋଷି କହିଲେ, ତୁମେ କ'ଣ ପାଇଁ ଯିବାକୁ ଚାହୁଁନ? ତୁମେ ଯାଏ ମୋ ଆଶ୍ରମ ଭିତରେ ଦେଖିନ? ଅଲକ୍ଷ୍ମୀ କହିଲେ, ମୁଁ କେବଳ ସେହି ସ୍ଥାନରେ ରହେ ଯେଉଁଠି ଅଳିଆ ଅସନା ଥାଏ। ଯେଉଁ ଲୋକମାନେ ସବୁବେଳେ ଖାଲି ଝଗଡ଼ା କରନ୍ତି, ଯେଉଁ ଲୋକମାନେ ଧର୍ମର ଆଉ ଖରାପ କାମନା କରନ୍ତି, ମୁଁ ସେଇଠି ରହିବାକୁ ଭଲ ପାଏ। ଯେଉଁଠି ସଫା ସୁତୁରା ରହେ ମୁଁ ସେଇଠି ରହିବାକୁ ପସନ୍ଦ କରେ ନାହିଁ। ହେଲେ ଏ ଆଶ୍ରମ ଦେଖିଲେ ଲାଗୁଛି ଏଠି ଲୋକମାନେ ପୂଜା ପାଠ କରୁଛନ୍ତି, ସଫା ରଖୁଛନ୍ତି। ଏମିତି ସ୍ଥାନରେ ମୁଁ ରହିପାରିବିନି। ଏମିତି ଜାଗାରେ ମୋ ଛୋଟ ଭଉଣୀ ଲକ୍ଷ୍ମୀଙ୍କ ସ୍ଥାନ। ଅଲକ୍ଷ୍ମୀଙ୍କର ସର୍ତ୍ତ ଅନୁସାରେ ତାଙ୍କୁ ଏମିତିକି ଏକ ସ୍ଥାନରେ ରହିବାର ଥିଲା ଯେ ଯେଉଁଠି କିଛି ବି ଧର୍ମର କାମ ହେଉନଥିବ। ଏହାପରେ ଋଷି ଯେମିତି ସ୍ଥାନ ଖୋଜିବାରେ ଲାଗି ପଡ଼ିଲେ, ହେଲେ ତାଙ୍କୁ ଏମିତି ସ୍ଥାନ କେଉଁଠି ବି ମିଳିଲାନି। ଭଗବାନ ବିଷ୍ଣୁଙ୍କୁ ଦେବୀ ଲକ୍ଷ୍ମୀଙ୍କୁ ପୁନଶ୍ଚ ବିବାହ କରିବାକୁ କହିଲେ। ମାତା ଲକ୍ଷ୍ମୀ କହିଲେ, ପ୍ରଭୁ, ମୋ ଭଉଣୀର ଘରର ନବସିବା ଯାଏ ମୁଁ କେମିତି ବିବାହ କରିବି? ଭଗବାନ ବିଷ୍ଣୁ କହିଲେ, ପୃଥିବୀରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠାରେ ପୂଜା ପାଠ ହେଉନି। ସେଥିପାଇଁ ମୁଁ ମୋର ଏକ ଓସ୍ତ ଗଛକୁ ରବିବାର ଦିନ ଅଲକ୍ଷ୍ମୀଙ୍କ ଦାନ ପରୀକୁ ଦେଇଦେବି। ସେହିଦିନ ଠାରୁ ରବିବାରରେ ଏକ ଓସ୍ତ ଗଛରେ କେହି ବି ଭଗବାନ ରଖନ୍ତି ନାହିଁ, କେବଳ ଅଲକ୍ଷ୍ମୀ ବାସ କରନ୍ତି। ଓସ୍ତ ଗଛକୁ ଭଗବାନ ବରଦାନ ଦେଇଛନ୍ତି, ଶନିବାର ଦିନ ଓସ୍ତ ଗଛକୁ ପୂଜା କଲେ ଘରେ କେବେ ଅଭାବ ରହିବନି। ରବିବାର ଦିନ ପୂଜା କଲେ ଅଶୁଭ ହୋଇଯାଇଥାଏ। ଆସନ୍ତୁ ଏକ କାହାଣୀଟି ଶୁଣିବା।
ଗୋଟିଏ ଗ୍ରାମରେ ହରିଦାସ ନାମକ ଜଣେ ବ୍ରାହ୍ମଣ ରହୁଥିଲେ। ସେ ଶ୍ରୀହରି ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ସେ ସକାଳୁ ଶୀଘ୍ର ଉଠି ମନ୍ଦିର ଯାଉଥିଲେ, ପୂଜା ପାଠ ଓ ଭାଗବତ ପାଠ କରୁଥିଲେ। ଦିନକର କଥା, ହରିଦାସ ପୂଜା କରି ଘରକୁ ଫେରୁଥିଲେ। ସେହି ସମୟରେ ମା ଲକ୍ଷ୍ମୀ ଓ ତାଙ୍କ ଭଉଣୀ ଅଲକ୍ଷ୍ମୀଙ୍କର ନଜର ସେହି ବ୍ରାହ୍ମଣ ଉପରେ ପଡ଼ିଲା। ସଙ୍ଗେ ସଙ୍ଗେ ମାତା ଲକ୍ଷ୍ମୀ ତାଙ୍କ ଭଉଣୀଙ୍କୁ କହିଲେ, ଦେଖ, ମୁଁ ଏବେ ସେଇ ବ୍ରାହ୍ମଣର ଜୀବନରେ ପ୍ରବେଶ କରିବାକୁ ଯାଉଛି। ମୁଁ ପ୍ରବେଶ କଲା ପରେ ସେ ବହୁତ ଭଲରେ ରହିବ। ଅଲକ୍ଷ୍ମୀ କହିଲେ, ମୁଁ ଏମିତି ହେବାକୁ ଦେବିନି। ଏବେ ଦୁଇ ଭଉଣୀ ସ୍ଥିର କଲେ ଯେ ଆମେ ଦୁଇ ଜଣ ନିଜ ନିଜର ପ୍ରଭାବ ଦେଖାଇବା। ଯିଏ ଶ୍ରେଷ୍ଠ ହେବ ସେହି ହିଁ ବ୍ରାହ୍ମଣ ଜୀବନରେ ରହିବ। ହରିଦାସ ବାଟରେ ତାଙ୍କ ଘରକୁ ଯାଇଥିଲେ। ପ୍ରଥମେ ମା ଲକ୍ଷ୍ମୀ ଏକ ବାଉଁଶ ଖଣ୍ଡ ତା ଯିବା ବାଟରେ ରଖିଦେଲେ, ଯେଉଁଥିରେ ବି ବହୁତ ଅଳଙ୍କାର ମୋହର ସବୁ ଥିଲା। ଯେମିତି ହରିଦାସଙ୍କର ନଜର ସେହି ବାଉଁଶ ଖଣ୍ଡ ଉପରେ ପଡ଼ିଛି, ସେହି ବାଉଁଶ ଖଣ୍ଡକୁ ଉଠେଇଲେ ଆଉ ଭାବିଲେ ଯେ ଏଇ ବାଉଁଶ ଖଣ୍ଡକୁ ଘରକୁ ନେଇଯିବି, କିଛି ନା କିଛି କାମରେ ତ ଆସିଯିବି। କିଛି ବାଟ ଗଲା ପରେ ବାଟରେ ଜଣେ ଛୋଟ ପିଲାଟିଏ ହରିଦାସ ସହ ଦେଖା ହେଲା। ସେ କହିଲା, ପଣ୍ଡିତ ମହାଶୟ, ଆପଣ ଏହି ବାଉଁଶ ଖଣ୍ଡ କେଉଁଠାକୁ ଆଣିଲେ? ମୋତେ କହିଲେ ମୁଁ ଯାଇ ଆଣିବି। କାହିଁକି ନା ଏମିତି ମୋ ଖେଳରେ ଦରକାର। ଏହାକୁ ଶୁଣିକି ହରିଦାସ କହିଲେ, ପୁଅ, ମୁଁ ଏହାକୁ କିଣି ଆଣିନି। ମୋତେ ଏହି ବାଉଁଶ ଖଣ୍ଡ ରାସ୍ତାରେ ମିଳିଲା। ଯଦି ମୁଁ ତୁମକୁ ଦରକାର ତାହେଲେ ତୁମେ ନେଇଯାଅ। ସେ ଛୋଟ ପୁଅଟି କହିଲା, ମହାଶୟ, ଆପଣ ଏହି ବଦଳରେ ଗୋଟିଏ ସୁନା ମୁଦ୍ରା ରଖି ନିଅନ୍ତୁ ଏବଂ ମୋତେ ସେହି ବାଉଁଶ ଖଣ୍ଡ ଦେଇ ଦିଅନ୍ତୁ। ଏହା ଶୁଣି ବ୍ରାହ୍ମଣ ବହୁତ ଖୁସି ହୋଇଗଲା। ସେହି ଛୋଟ ପିଲାଠାରୁ ଗୋଟିଏ ସୁନା ମୁଦ୍ରା ଆଣି ବାଉଁଶ ଖଣ୍ଡଟିକୁ ଦେଇ ଦେଇଥିଲା। ସେ ଜାଣିନଥିଲା ଯେ ସେଥିରେ ବହୁତ ସୁନା ମୁଦ୍ରା ଅଳଙ୍କାର ସବୁ ଅଛି। ସୁନା ମୁଦ୍ରାଟିକୁ ବ୍ରାହ୍ମଣ ନିଜ ଥାଳିରେ ରଖି ଖୁସିରେ ଚାଲିଥିଲେ। ଉପରେ ଦୁଇ ଭଉଣୀ ଏହି ସବୁ ଦେଖିଲେ। ଅଲକ୍ଷ୍ମୀ କହିଲେ, ଦେଖ ଲକ୍ଷ୍ମୀ, ତମର ଏତେ ସବୁ ମୁଦ୍ରାକୁ ସେ ଗୋଟିଏ ମୁଦ୍ରାରେ ଦେଇ ଦେଇଥିଲେ। ଦେଖ, ମୁଁ ଏବେ ବ୍ରାହ୍ମଣ ପାଖରୁ ସେହି ଗୋଟେ ସୁନା ମୁଦ୍ରା ବି ନେଇ ଯାଇ ଆସିବି। ବ୍ରାହ୍ମଣ କିଛି ବାଟ ଗଲା ପରେ ଏକ ସୁନ୍ଦର ଫୁଲ ଗଛ ଦେଖିଲେ। ସେ ଭାବିଲେ, ତେବେ ସୁନ୍ଦର ଫୁଲ ଗଛ ହେଉଛି ପୂଜା ପାଇଁ ଏଇଠୁ ଫୁଲ ତୋଳି ନେଇଯିବି। ଫୁଲ ତୋଳିବା ପାଇଁ ବ୍ରାହ୍ମଣ ସେହି ଥାଳିକୁ ତଳେ ରଖି ଫୁଲ ତୋଳିବାରେ ଲାଗିଲା। ସେହି ସମୟରେ ଏକ ଦୁଷ୍ଟ ପିଲା ଆସି ଥାଳିରୁ ମୁଦ୍ରା ନେଇ ପଳେଇଲେ। ବ୍ରାହ୍ମଣ ନଜର ସେହି ପିଲା ଉପରେ ପଡ଼ି ନଥିଲା। ସେ ଫୁଲ ତୋଳି ସାରି ଘରକୁ ଚାଲିଲେ। କିଛି ବାଟ ଗଲା ପରେ ବ୍ରାହ୍ମଣ ଜଣକ ସେହି ପିଲାଙ୍କୁ ଦେଖିଲେ, ଯାହାକୁ ସେହି ବାଉଁଶ ଖଣ୍ଡ ଦେଇଥିଲେ। ସେହି ପିଲା ପାଖକୁ ଆସି କହିଲା, ମହାଶୟ, ଏକ ବାଉଁଶ ମୋ ଖେଳରେ କାମରେ ଆସିଲାନି। ଦୟାକରି ଆପଣ ଏହାକୁ ନେଇଯାଆନ୍ତୁ ଆଉ ମୋତେ ମୋ ସୁନା ମୁଦ୍ରା ଫେରସ୍ତ କରିଦିଅନ୍ତୁ। ବ୍ରାହ୍ମଣ ସେତେବେଳେ ଥାଳିକୁ ଦେଖିଲେ। ସେତେବେଳେ ସୁନା ମୁଦ୍ରାଟି ଥାଳିରେ ନଥିଲା। ବ୍ରାହ୍ମଣ କହିଲେ, ପୁଅ, ମୁଁ ଜାଣିନି ମୁଁ ତୁମର ପଇସାଟା କେଉଁଠି ହଜେଇ ଦେଲି। ଭାବୁଛି କୋଉଠି ପଡ଼ି ଯାଇଥିବ। ତମେ ମୋ ସହ ମୋ ଘରକୁ ଚାଲ, ମୁଁ ତୁମକୁ ତମର ଗୋଟିଏ ମୁଦ୍ରା ଦେଇଦେବି। ଏବେ ମୋ ପାଖରେ କିଛି ବି ନାହିଁ। ପୁଅଟି ଏହା ଶୁଣି କହିଲା, ଠିକ୍ ଅଛି। କିଛି ସମୟ ପରେ ଜଣେ ବ୍ୟକ୍ତି ଆସିଲେ। ସେହି ବ୍ରାହ୍ମଣଙ୍କୁ କହିଲେ, ପଣ୍ଡିତ ମହାଶୟ, ମୋ ପୁଅ ଆପଣଙ୍କର ଥାଳିରୁ ମୁଦ୍ରା ନେଇ ଯାଇଥିଲା, ତାକୁ କ୍ଷମା କର। ଏହା କହି ବ୍ରାହ୍ମଣଙ୍କୁ ସେହି ମୁଦ୍ରାଟି ଦେଇଦେଲା। ମୁଦ୍ରା ପାଇ ହରିଦାସ ଖୁସି ହେଲା। ମୁଦ୍ରା ଯେଉଁ ପିଲାଠାରୁ ଥିଲା ସେହି ପିଲା ପାଖକୁ ଦୌଡ଼ିଗଲେ ଆଉ ସେହି ପିଲାକୁ ମୁଦ୍ରା ଫେରେଇ ଘରକୁ ଫେରୁଥିଲା। ଏହା ଦେଖି ମା ଲକ୍ଷ୍ମୀ ବହୁତ ଖୁସି ହୋଇଗଲେ। କାହିଁକି ନା ସେହି ବାଉଁଶ ଖଣ୍ଡଟି ଏବେ ବ୍ରାହ୍ମଣ ପାଖରେ ଥିଲା। ମା ଲକ୍ଷ୍ମୀଙ୍କ ଖୁସି ଦେଖି
ଲକ୍ଷ୍ମୀ କହିଲେ, ବେଶୀ ଖୁସି ହୁଅ ନା ଲକ୍ଷ୍ମୀ, ଦେଖ ମୁଁ ଏବେ କଣ କରୁଛି। ଏହା କହି ଅଲକ୍ଷ୍ମୀ ଏକ ବଡ଼ ସାପର ଆକାର ନେଇ ବ୍ରାହ୍ମଣ ପାଖକୁ ଚାଲିଲେ। ସାପକୁ ଦେଖି ବ୍ରାହ୍ମଣ ଦୌଡ଼ିବାରେ ଲାଗିଲେ, ହେଲେ ଆଗରୁ ଯାଇ ପହଞ୍ଚି ଗଲେ। ସାପ ବନିଥିବା ଅଲକ୍ଷ୍ମୀଙ୍କୁ ଦେଖି ବ୍ରାହ୍ମଣ ଡରିଗଲେ। ଆଉ ନିଜ ଜୀବନ ବଞ୍ଚେଇବାକୁ ଯାଇ ସେହି ବାଉଁଶ ଖଣ୍ଡଟିକୁ ନେଇ ସାପ ଉପରକୁ ଜୋରରେ ଫିଙ୍ଗିଦେଲେ। ସାପଟି ଆଘାତ ହୋଇ ମୁଦ୍ରା ଭିତରୁ ଚାଲିଗଲା। ଏହା ପରେ ସେ ଯାହା ଦେଖିଲେ ତାଙ୍କ ଆଖି ଲାଖିଗଲା। ସେ ବାଉଁଶ ଖଣ୍ଡ ଭିତରୁ ବହୁତ ସାରା ଅଳଙ୍କାର ସୁନା ମୁଦ୍ରା ବାହାରି ପଡ଼ିଲା। ସେ ଆଗରୁ କେବେ ଏତେ ସବୁ ଧନ ଦେଖିନଥିଲେ। ସେ ଭାବରେ ବିଭୋଳ ହେଇ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଜୟ ଜୟକାର କରିବାରେ ଲାଗିଲେ। ଏପଟେ ହାରି ଯାଇଥିବା ଅଲକ୍ଷ୍ମୀଙ୍କୁ ମା ଲକ୍ଷ୍ମୀ କହିଲେ, ଭଉଣୀ, ଦୁନିଆରେ ସିଏ ହିଁ ଶ୍ରେଷ୍ଠ ଯିଏ ଅନ୍ୟମାନଙ୍କୁ ଭଲରେ ରଖିବାକୁ ଦିଏ ନା କିଏ ସିଏ ଅନ୍ୟମାନଙ୍କର ଖରାପ ଚିନ୍ତା କରେ। ତମେ ଯେତେବେଳେ ସେହି ବ୍ରାହ୍ମଣ ଜୀବନରେ ପ୍ରବେଶ କଲ ସେହି ଉଦାସ ହେଇଗଲା, ହେଲେ ମୋତେ ପାଇକି ସେ ବହୁତ ଖୁସି ହେଇ ଜୟ ଜୟ କଲା। ଆଜିର କାହାଣୀକୁ ମୁଁ ଏଇଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲରେ ନୂଆ ଆସିଥିଲେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।